ଦେଖନ୍ତୁ ଆଗରୁ ଓଡ଼ିଶାରେ ଯଦି ତୃଣମୂଳ ସ୍ତରରେ ସାଂଗଠନିକ ବ୍ୟବସ୍ଥା ଦେଖିବା ସେଟା ବିଜେଡି ହାତରେ ଥିଲା 30ଟା ଜିଲ୍ଲା ପରିଷଦ ଥିଲା ତାଙ୍କର ବର୍ତ୍ତମାନ ଖସିଲେ ତାଙ୍କରି ଖସିବ କିନ୍ତୁ ଏଇ ନିର୍ବାଚନ ପାଇଁ ଆପଣ ଯଦି ଦେଖିବେ ମୁଁ ଭାବୁଛି ବିଜେପି ସବୁଠାରୁ ଭଲ ପ୍ରସ୍ତୁତି ରଣକୌଶଳ ସହିତ ଭଲ ପ୍ରସ୍ତୁତି କରୁଛି ତାର ସାଂଗଠନିକ ସ୍ତରରେ ରୀତିମତ କଥାବାର୍ତ୍ତା ହେଇକି ଯେ ଜିଲ୍ଲାର ସମ୍ପାଦକ ଜିଲ୍ଲାର ପ୍ରଭାରୀ ମଣ୍ଡଳ ସଭାପତି ଏ ସବୁକୁ ନେଇକି ଏବଂ ଯେଉଁମାନେ ବିଧାୟକ ଅଛନ୍ତି ଯେଉଁମାନେ ବିଧାନସଭାରେ ହାରି ଯାଇଛନ୍ତି ଏ ସମସ୍ତଙ୍କୁ ନେଇକି ପଞ୍ଚାୟତ ସ୍ତରରେ କ'ଣ କ'ଣ କରାଯାଇପାରିବ ଏ ଯୋଜନା ଏଠି ରାଜ୍ୟରୁ ପ୍ରସ୍ତୁତ ହେଇଛି ବର୍ତ୍ତମାନ ନିଜେ ଜିଲ୍ଲା ସଭାପତି ଜିଲ୍ଲାଗୁଡ଼ିକୁ ଗସ୍ତ କରିବେ ଏ ବୁଥ ସ୍ତର ପର୍ଯ୍ୟନ୍ତ ଆରମ୍ଭ କରିକି ଉପସ୍ତର ପର୍ଯ୍ୟନ୍ତ କାରଣ ଚ୍ୟାଲେଞ୍ଜ ହେଉଛି ତାଙ୍କ ପାଇଁ କାହିଁକିନା ରାଜ୍ୟରେ ସରକାର ଗଢ଼ିଛନ୍ତି ସତ କିନ୍ତୁ ଏବେ ବି ତୃଣମୂଳ ବିଜେଡି ହାତରେ ରହିଛି ତ ତୃଣମୂଳରେ ନିଜର ଶକ୍ତି ନ ଦେଖାଇଲା ପର୍ଯ୍ୟନ୍ତ ଏ ସରକାର ଲୋକପ୍ରିୟ ହେଇଛି ସରକାର କାର୍ଯ୍ୟରେ ଲୋକମାନେ ଖୁସି ଅଛନ୍ତି ଏଇଟା ତ କହିହେବନି ନା ତେଣୁ ମୁଁ ଭାବୁଛି ବିଜେପି ସେ ଦୃଷ୍ଟିରୁ ଆଗୁଆ ଗୋଟା ପଦକ୍ଷେପ ନେଇଛି ବିଜେଡି ଯେହେତୁ ତା ହାତରେ ଅଛି ସଂଗଠନ ତୃଣମୂଳ ସଂଗଠନ ଅଛି ତାକୁ ରକ୍ଷା କରିବାକୁ ପଡ଼ିବ ତାଙ୍କୁ ତେଣୁ ସେମାନେ କାଲିଠୁ ଆରମ୍ଭ କରୁଛନ୍ତି କାରଣ ଗଲାଥରକ ଯେତେ ଯାହା କଲେ ମଧ୍ୟ କ୍ଷମତାଚ୍ୟୁତ ହେଲେ ନା ନାହିଁ ତେଣୁ କେଉଁଠି ନା କେଉଁଠି ବଡ଼ ଦୁର୍ବଳତା ଦଳ ଭିତରେ ଅଛି ଯେଉଁଟା ତୃଣମୂଳ ସ୍ତରରେ ଆସିବ ତୃଣମୂଳ ସ୍ତରରେ ଅନେକ ଲୋକ ଦଳ ଛାଡ଼ୁଛନ୍ତି ଏଥିରେ ତେଣୁ ବିଜେପି ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି ତାଙ୍କର ମଧ୍ୟ ପଞ୍ଚାୟତ ହେଉଛି ମେନ୍ ଟାର୍ଗେଟ୍ କଂଗ୍ରେସ ପକ୍ଷରୁ ଯେ ନ ହେଉଛି ତା ନୁହଁ କଂଗ୍ରେସ ମଧ୍ୟ ଉଦ୍ୟମ ଆରମ୍ଭ କରିଛି ଜିଲ୍ଲା ସଭାପତି କରିଛନ୍ତି ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ସେମାନେ ମଧ୍ୟ କରୁଛନ୍ତି କିନ୍ତୁ ମୁଁ ଭାବୁଛି ଏ ସମସ୍ତଙ୍କ ପ୍ରସ୍ତୁତି ଭିତରେ ଆପଣ ଯଦି ଲକ୍ଷ୍ୟ କରିବେ ବିଜେପିର ପ୍ରସ୍ତୁତି ଟିକେ ଅଧିକ ସଂଗଠିତ ଜଣାପଡ଼ୁଛି ତାଙ୍କ ହାତରେ ସରକାର ବି ଅଛି ସାଧାରଣତଃ ପଞ୍ଚାୟତ ପୌର ନିର୍ବାଚନରେ ସରକାରୀ ଦଳ ସପକ୍ଷରେ ଅନେକ ସମୟରେ ଯାଏ ଆମେ ଦେଖିଛେ କିନ୍ତୁ ତାର ମଧ୍ୟ ସୁଯୋଗ ନେଇ ସାର୍ କରୁଛନ୍ତି ଆଉ ବିଜେଡ଼ିର ଯେଉଁମାନେ ଅଛନ୍ତି ପଞ୍ଚାୟତ ସମିତି ଅଛନ୍ତି ଜିଲ୍ଲା ପରିଷଦ ଅଛନ୍ତି ସେମାନେ ବିଶେଷ କାମ କରିପାରୁନାହାନ୍ତି ସରକାରଙ୍କର କେତେକ ନୀତି ଯୋଗୁଁ ସେମାନେ ଅନେକ ସମୟରେ ସେମାନେ ଦକ୍ଷତା ସହିତ କାମ କରିପାରୁଛନ୍ତି ତାଙ୍କର ବି ଅସନ୍ତୋଷ ଅଛି ଏ ସବୁକୁ ନେଇକି ବିଜେଡି କିପରି ଯିବ ସେଇଟା ଚିନ୍ତା କରୁଛି ଚ୍ୟାଲେଞ୍ଜ ହେଉଛି ତାଙ୍କ ପାଇଁକି ରକ୍ଷା କରିବା ଆଉ ଚ୍ୟାଲେଞ୍ଜ ହେଉଛି ବିଜେପି ପାଇଁ ଯେ ତୃଣମୂଳକୁ ନିଜ ହାତକୁ ଆଣିବା